ଟେକ୍ସୋନୋମି ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ। ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ଟେକ୍ସୋନୋମି ଏବଂ ଏକ ଟେକ୍ସୋନୋମି ଆଡ୍ କରିବା। ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଂ ସିଷ୍ଟମ୍, Drupal 8 ଏବଂ ଫାୟାରଫକ୍ସ ୱେବ୍ ବ୍ରାଉଜର୍। ଆପଣ ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ। ପୂର୍ବରୁ କ୍ରିଏଟ୍ କରାଯାଇଥିବା ୱେବସାଇଟ୍ ଖୋଲନ୍ତୁ। ଏବେ ଯେତେବେଳେ କି ଆମେ ସମସ୍ତ କଣ୍ଟେଣ୍ଟ ଟାଇପ୍ସ ଏବଂ ଫିଲ୍ଡସ୍ ତିଆରି କରିସାରିଛେ, ଆମକୁ କ୍ୟାଟେଗୋରାଇଜେସନ୍ ଆଡ୍ କରିବା ଆବଶ୍ୟକ, ଯେଉଁଠାରୁ ଟେକ୍ସୋନୋମି ଆସିଥାଏ। ଟେକ୍ସୋନୋମି କିଛି ନୁହେଁ, କେବଳ କ୍ୟାଟେଗୋରିଜ୍ ଅଟେ। IMDb ଉଦାହରଣକୁ ଫେରନ୍ତୁ। IMDb ସାଇଟ୍ ରେ ଥିବା ମୁଭି ଜେନର୍ ରିକଲ୍ କରନ୍ତୁ। ଏହା ହେଉଛି Drupal ର ଟେକ୍ସୋନୋମିରେ କାର୍ଯ୍ୟ କରିବାର ମାର୍ଗ। ମୁଭି ଜେନର୍ ଏକ ଭୋକାବୁଲାରି ହୋଇପାରେ ଏବଂ ତାହା ମେନ୍ କ୍ୟାଟେଗୋରୀ ପାଇଁ ଟର୍ମ ଅଟେ। ଆଉ ସେହି ଭୋକାବୁଲାରି ଭିତରେ ଟର୍ମସ୍ ଅଛି। ତେଣୁ ସ୍କ୍ରିନ୍ ଉପରେ ଆକ୍ସନ୍, ଆଡଭେଞ୍ଚର୍, କମେଡି, ଡ୍ରାମା ଏବଂ ରୋମାନ୍ସ ଅଛି। ଏହାପରେ କମେଡି ଅଧୀନରେ ରୋମାଣ୍ଟିକ୍, ଆକ୍ସନ୍, ସ୍ଲାପଷ୍ଟିକ୍ ଏବଂ ସ୍କ୍ରୁବଲ୍ ଅଛି। Drupal ଭୋକାବୁଲାରି କିମ୍ବା ଟେକ୍ସୋନୋମି ଭିତରେ ଅଗଣିତ ନେଷ୍ଟେଡ୍ କ୍ୟାଟେଗୋରିଜ୍ କିମ୍ବା ଟର୍ମସ୍ ରହିଛି। ଏବେ ଏଠାରେ ଗୋଟିଏ ଜିନିଷ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଏରିଆ ଯାହାର ଅଧିକାଂଶ ସାଇଟ୍ସ ବିଫଳ ହୁଏ, ତାହା ହେଉଛି ସେଗୁଡ଼ିକର କଣ୍ଟେଣ୍ଟ ବର୍ଗୀକରଣ କରିବା ପାଇଁ ବିଲ୍ଟ୍ ଇନ୍ ଟ୍ୟାଗିଂ ୱିଜେଟ୍ କିମ୍ବା ଟ୍ୟାଗ୍ ଭୋକାବୁଲାରି ବ୍ୟବହାର କରିବା। ଯେତେବେଳେ ଏହା ଶୀଘ୍ର କ୍ୟାଟେଗୋରିଜ୍ ଆଡ୍ କରିବାକୁ ସମର୍ଥ ହୁଏ, ଏଥିରେ କିଛି ଇନହେରେଣ୍ଟ ପ୍ରୋବ୍ଲେମ୍ ଆସେ। ଯଦି ଜଣେ ଟାଇପୋ ଟାଇପ୍ କରିବ, ତେବେ କଣ ଘଟିବ? ତେବେ ଏନର୍ଜି ENERGY ସହ ENREGY ସମାନ ନୁହେଁ ଏବଂ Drupal କୁ ପାର୍ଥକ୍ୟ ଜଣାନାହିଁ। ତେଣୁ ହଠାତ୍ ଆମ ପାଖରେ ଦୁଇଟି କ୍ୟାଟେଗୋରିଜ୍ ଅଛି ଏବଂ କଣ୍ଟେଣ୍ଟ ଆଉ କନେକ୍ଟ ହୋଇ ରହିନାହିଁ। ତାହା ଏଥିପାଇଁ ଯେ ସବୁବେଳେ କ୍ଲୋଜ୍ଡ ଟେକ୍ସୋନୋମି ଅନୁମୋଦନ କରୁ, ଯେମିତି ସ୍କ୍ରିନ୍ ଉପରେ ରହିଛି। ସେଟଅପ୍ କରିବା ସହଜ ଏବଂ ଏହି ସିରିଜ୍ ରେ ତାକୁ ଆମେ ପରେ କରିବା। ବର୍ତ୍ତମାନ ପାଇଁ ବୁଝିବାକୁ ହେବ ଯେ ବହୁତ ଉପାୟରେ ଟେକ୍ସୋନୋମି ବ୍ୟବହାର କରାଯାଇପାରିବ। ଏହା କଣ୍ଟେଣ୍ଟ ର ଲିଷ୍ଟ କେମିତି କ୍ରିଏଟ୍ କରୁଛି ପୂର୍ବରୁ ଦେଖିଛେ, କିନ୍ତୁ ଆମେ ସମସ୍ତ ପ୍ରକାର ଭ୍ୟୁଜ୍ କୁ ଫିଲ୍ଟର ଏବଂ ସର୍ଟ କରିବା ପାଇଁ ଟେକ୍ସୋନୋମି ବ୍ୟବହାର କରିପାରିବା, ଯଦି ଏହା ସଠିକ୍ ଭାବେ ବ୍ୟବହୃତ ହୋଇଛି। ଏବେ ଟେକ୍ସୋନୋମି ଭିତରକୁ ଯାଆନ୍ତୁ। ଇଭେଣ୍ଟସ୍ କଣ୍ଟେଣ୍ଟ ଟାଇପ୍ ପାଇଁ ଏକ ଟେକ୍ସୋନୋମି ସେଟ୍ କରନ୍ତୁ। ଷ୍ଟ୍ରକ୍ଚର କ୍ଲିକ୍ କରନ୍ତୁ। ସ୍କ୍ରୋଲ୍ ଡାଉନ୍ କରି ଟେକ୍ସୋନୋମି କ୍ଲିକ୍ କରନ୍ତୁ। ଆପଣଙ୍କ ମନେଥିବ ଆମେ ସବୁ ସହିତ ଟ୍ୟାଗ୍ସ କୁ ଏକତ୍ର ସେଟିଂ କରିଛେ, କିନ୍ତୁ ପୂର୍ବରୁ ଅବଗତ କରାଯାଇଥିଲା ଏକ କ୍ଲୋଜ୍ଡ ଟେକ୍ସୋନୋମି ରଖାଯିବ, ସେମିତି ଯାହାକୁ କଣ୍ଟ୍ରୋଲ କରିହେବ ଏବଂ ସେମିତି ଯେଉଁଥିରେ ସହଜରେ ଟର୍ମସ୍ ଆଡ୍ କରିହେବ। ଆଡ୍ ଭୋକାବୁଲାରି ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଇଭେଣ୍ଟ ଟପିକ୍ସ ଭାବେ ନାମ ଦିଅନ୍ତୁ। ଡେସ୍କ୍ରିପସନ୍ ଭିତରେ ଥିସ୍ ଇଜ୍ ହ୍ୱେରେ ୱେ ଟ୍ରାକ୍ ଥେ ଟପିକ୍ସ ଫୋର Drupal ଇଭେଣ୍ଟସ୍ ଟାଇପ୍ କରନ୍ତୁ। ସେଭ୍ କ୍ଲିକ୍ କରନ୍ତୁ। ଏବେ ଭୋକାବୁଲାରିରେ ଟର୍ମସ୍ ଆଡ୍ କରିପାରିବେ। ଆଡ୍ ଆ ଟର୍ମସ୍ କ୍ଲିକ୍ କରନ୍ତୁ। ସ୍କ୍ରିନ୍ ଉପରେ ଟର୍ମସ୍ ଲିଷ୍ଟ ଦେଖିପାରିବେ। ସେଗୁଡ଼ିକୁ ଆଡ୍ କରନ୍ତୁ। ଇଣ୍ଟ୍ରୋଡକ୍ସନ ଟୁ Drupal, ସାଇଟ୍ ବିଲ୍ଡିଂ, ମଡ୍ୟୁଲ୍ ଡେଭଲପମେଣ୍ଟ, ଥିମିଂ ଏବଂ ପରଫର୍ମାନ୍ସ। ଇଣ୍ଟ୍ରୋଡକ୍ସନ ଟୁ Drupal ଆଡ୍ କରନ୍ତୁ ଏବଂ ସେଭ୍ କ୍ଲିକ୍ କରନ୍ତୁ। ଆଉ ଏହା ଆମକୁ ପୁଣିଥରେ ଆଡ୍ ସ୍କ୍ରିନ୍ କୁ ଫେରାଇ ଆଣେ। ଏବେ ସାଇଟ୍ ବିଲ୍ଡିଂ ଟାଇପ୍ କରନ୍ତୁ ଏବଂ ସେଭ୍ କ୍ଲିକ୍ କରନ୍ତୁ। ମଡ୍ୟୁଲ୍ ଡେଭଲପମେଣ୍ଟ ଓ ସେଭ୍ କ୍ଲିକ୍ କରନ୍ତୁ। ଥିମିଂ, ମୁଁ କେବଳ ଏଣ୍ଟର୍ ଦାବୁଛି ଏବଂ ଏହା ଆପେ ଆପେ ସେଭ୍ କରୁଛି। ଆଉ ଏହାପରେ ଶେଷଟି ହେଉଛି ପରଫର୍ମାନ୍ସ ଏବଂ ସେଭ୍ କ୍ଲିକ୍ କରନ୍ତୁ। ଏଠାରେ କମ୍ପ୍ଲେକ୍ସ ଭୋକାବୁଲାରି ଆଡ୍ କରିପାରିବେ, କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ ସିମ୍ପଲ୍ ରଖନ୍ତୁ। ଏଠାରେ ଟେକ୍ସୋନୋମି କ୍ଲିକ୍ କରନ୍ତୁ ଏବଂ ଇଭେଣ୍ଟ ଟପିକ୍ସ ଭିତରେ ଟର୍ମସ୍ କୁ ତାଲିକାଭୁକ୍ତ କରନ୍ତୁ। ଏବେ ଆମ ପାଖରେ ଇଣ୍ଟ୍ରୋଡକ୍ସନ, ମଡ୍ୟୁଲ୍ ଡେଭଲପମେଣ୍ଟ, ପରଫର୍ମାନ୍ସ, ସାଇଟ୍ ବିଲ୍ଡିଂ ଏବଂ ଥିମିଂ ଅଛି ଏବଂ ସେଗୁଡ଼ିକ ଆଲଫାବେଟିକାଲ୍ କ୍ରମରେ ଅଛି, କିନ୍ତୁ ଆମେ ସେଗୁଡ଼ିକୁ ଡିଫିକଲ୍ଟି କ୍ରମରେ ବ୍ୟବସ୍ଥିତ କରିବା। ତେବେ ମଡ୍ୟୁଲ୍ ଡେଭଲପମେଣ୍ଟ କୁ ତଳକୁ ଏବଂ ସାଇଟ୍ ବିଲ୍ଡିଂ କୁ ଉପରକୁ ଘୁଞ୍ଚାନ୍ତୁ ଏବଂ ସାଇଟ୍ ବିଲ୍ଡିଂ ପରେ ଥିମିଂ ଏବଂ ଶେଷରେ ପରଫର୍ମାନ୍ସ କୁ ରଖନ୍ତୁ। ଏଗୁଡ଼ିକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ। ସବୁବେଳେ ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବାକୁ ଧ୍ୟାନ ଦିଅନ୍ତୁ, ନହେଲେ ସ୍କ୍ରିନ୍ ଛାଡ଼ିବା ପରେ Drupal ସେଗୁଡ଼ିକୁ ମନେରଖିବ ନାହିଁ। ସେଭ୍ କ୍ଲିକ୍ କରନ୍ତୁ ଏବଂ ସେଠାରେ ଟର୍ମସ୍ ଆମ କ୍ରମ ହିସାବରେ ଅଛି। ଆମେ ଟେକ୍ସୋନୋମି ଆଡ୍ କରିଛେ, କିନ୍ତୁ କଣ୍ଟେଣ୍ଟ ଟାଇପ୍ ଏହା ବାବଦରେ
ଫିଲ୍ଡସ୍ ଏବଂ ଇଭେଣ୍ଟସ୍ କଣ୍ଟେଣ୍ଟ ଟାଇପ୍ ମ୍ୟାନେଜ୍ କରନ୍ତୁ। ଏହାପରେ ଆଡ୍ ଫିଲ୍ଡ କ୍ଲିକ୍ କରନ୍ତୁ। ଏହି ମାମଲାରେ ଏକ ଫିଲ୍ଡ ଟାଇପ୍ ର ଚୟନ କରିବା ହେଉଛି ଆମେ ନିକଟରେ କ୍ରିଏଟ୍ କରିଥିବା ଭୋକାବୁଲାରିରେ ଟେକ୍ସୋନୋମି ପାଇଁ ଏକ ରେଫରେନ୍ସ। ଟେକ୍ସୋନୋମି ଟର୍ମ ଚୟନ କରନ୍ତୁ ଏବଂ ଏହାକୁ ଇଭେଣ୍ଟ ଟପିକ୍ସ ନାମ ଦିଅନ୍ତୁ। ସେଭ୍ ଆଣ୍ଡ୍ କଣ୍ଟିନ୍ୟୁ କ୍ଲିକ୍ କରନ୍ତୁ। ଏବେ ଏହା କେଉଁ ଟାଇପ୍ ଅଫ୍ ଆଇଟମ୍ସ ଟୁ ରେଫରେନ୍ସ ବୋଲି ପଚାରିବ। ସତର୍କ ରୁହନ୍ତୁ, ତାକୁ ପୂର୍ବରୁ ଚୟନ କରିଛେ। ଏହାକୁ ଅନଲିମିଟେଡ୍ କୁ ବଦଳାନ୍ତୁ କାରଣ ଗୋଟିଏ ଇଭେଣ୍ଟ ର ଏକାଧିକ ଟପିକ୍ ଥାଇପାରେ। ସେଭ୍ ଫିଲ୍ଡ ସେଟିଂ କ୍ଲିକ୍ କରନ୍ତୁ। ସୁନିଶ୍ଚିତ କରନ୍ତୁ ଯେ ଆମେ ସଠିକ ରେଫରେନ୍ସ ଟାଇପ୍ ଚୟନ କରିଛେ। ଇଭେଣ୍ଟ ଟପିକ୍ସ ଚୟନ କରନ୍ତୁ। ଏଠାରେ ଏହା କ୍ରିଏଟ୍ ରେଫରେନ୍ସେସ୍ ଏଣ୍ଟିଟିଜ୍ ଇଫ୍ ଦେ ଡୋଣ୍ଟ ଅଲରେଡି ଏକ୍ସିଷ୍ଟ କୁ ଅନୁମତି ଦିଏ। ଏହାକୁ ଇନଲାଇନ୍ ଏଣ୍ଟିଟି ରେଫରେନ୍ସ କୁହାଯାଏ। ସାଧାରଣତଃ ଏହାର ଅର୍ଥ ଯଦି ଆମ ତାଲିକାରେ ନଥିବା ଟପିକ୍ ସେଠାରେ ଅଛି ତେବେ ଯେକୌଣସି ୟୁଜର୍ ଏହାକୁ ଶୀଘ୍ର ଆଡ୍ କରିପାରିବ। ଏପରି କରିବା ଦରକାର ନାହିଁ, ତେଣୁ ସେହି ଅନଚେକ୍ଡ କୁ ଛାଡି ଦିଅନ୍ତୁ। ସେଭ୍ ସେଟିଂସ୍ କ୍ଲିକ୍ କରନ୍ତୁ। କଣ୍ଟେଣ୍ଟ ଆଡ୍ କରିବା ପୂର୍ବରୁ ଆଉ ଗୋଟିଏ ଷ୍ଟେପ୍ ଅଛି। ୟୁଆରଏଲ୍ ପ୍ୟାଟର୍ନ୍ସ ସେଟ୍ ଅପ୍ କରିବା ଆବଶ୍ୟକ ଏବଂ ଏହାକୁ କଣ୍ଟେଣ୍ଟ ଆଡ୍ କରିବା ପୂର୍ବରୁ କରିବାକୁ ହେବ। ଏହା ନିଶ୍ଚିତ କରେ ଯେ ଆମେ ଆଡ୍ କରିଥିବା କଣ୍ଟେଣ୍ଟ ଅନୁକୂଳିତ ୟୁଆରଏଲ୍ ଅଟେ। ଏହାକୁ ଏହି ସିରିଜ୍ ରେ ପରେ କରିବା। ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ। ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ ଟେକ୍ସୋନୋମି ଓ ଟେକ୍ସୋନୋମି ଆଡ୍ କରିବା। ଆକୁଇଆ ଓ ଓଏସ୍ ଟ୍ରେନିଂ ରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ ଆଇଆଇଟି ବମ୍ବେର ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି। ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ। ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ NMEICT ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ NVLI ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ। ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।